କଟକ ନିଆଳି ବ୍ଲକ ନରିସ ଗ୍ରାମର ଚିତ୍ତରଞ୍ଜନ ବେହେରା ବୟସ 33 ହେବ। 2012 ମସିହା ଠାରୁ ଚିତ୍ତରଞ୍ଜନ ଶ୍ରାବଣ ମାସରେ ପ୍ରାଚୀ ନଦୀରୁ ପାଣି ଉଠାଇ ନେଇ ବାବା ଲୋକନାଥଙ୍କ ଉପରେ ଢାଳନ୍ତି। କିନ୍ତୁ ସେ କେବେ ହେଲେ ବାବା ଲୋକନାଥଙ୍କୁ କିଛି ମାଗି ନାହାନ୍ତି। ନିଆଳି ବଜାରରେ ତାଙ୍କର ଗୋଟିଏ ପରିବା ଦୋକାନ ଅଛି। ପରିବା ବିକି ସେଇଥିରେ ଚଳିଯାଆନ୍ତି ଚିତ୍ତରଞ୍ଜନ। ଚିତ୍ତରଞ୍ଜନଙ୍କର ଗୋଟିଏ ଭଲ ଗୁଣ ହେଲା ସେ ସବୁବେଳେ ହସୁଥାନ୍ତି। ତାଙ୍କର ଏହି ହସ ହସ ମୁହଁ ଦେଖି ଗ୍ରାହକମାନେ ତାଙ୍କ ଦୋକାନରେ ଭିଡ଼ ଲଗାଇଥାନ୍ତି। ପ୍ରତ୍ୟେକ ବର୍ଷ ଶ୍ରାବଣ ମାସରେ ସେ ନିଷ୍ଠାର ସହ ଶ୍ରାବଣ ମାସକୁ ପାଳନ କରନ୍ତି। ଚିତ୍ତରଞ୍ଜନ ଗୋଟିଏ ମାସ ସମ୍ପୂର୍ଣ୍ଣ ନିରାମିଷ ଭୋଜନ କରନ୍ତି। 2012 ମସିହା ଠାରୁ 2018 ମସିହା ଭିତରେ ସେ ଯେତେ ଥର ଶ୍ରାବଣୀ ଭାର ନେଇ ଯାଇଛନ୍ତି କେବେ କିଛି ମାଗି ନାହାନ୍ତି ବାବା ଲୋକନାଥଙ୍କୁ। 2018 ମସିହାରେ ତାଙ୍କର ବାହାଘର ହେଲା ପରେ ସେ ବର୍ଷ ଶ୍ରାବଣୀ ଭାର ପ୍ରାଚୀ ନଦୀରୁ ଉଠାଇଲା ବେଳେ ମାନସିକ ରଖିଲେ ଯଦି ତାଙ୍କର ଗୋଟିଏ ପୁତ୍ର ସନ୍ତାନ ହୁଏ ତେବେ ସେ ପରବର୍ଷ ଶ୍ରାବଣୀ ଭାର ଉଭୟ ସ୍ୱାମୀ ସ୍ତ୍ରୀ ଉଠାଇ ବାବା ଲୋକନାଥଙ୍କ ମସ୍ତକରେ ଢାଳିବେ। 2019 ମସିହା ଶ୍ରାବଣ ମାସରେ ଏହି ମାନସିକ ରଖି ପ୍ରାଚୀ ନଦୀରୁ ପାଣି ଉଠାଇ ଲୋକନାଥଙ୍କ ମନ୍ଦିର ଅଭିମୁଖେ ଚାଲିଥିଲେ ଚିତ୍ତରଞ୍ଜନ ଏବଂ ତାଙ୍କ ସାଥୀମାନେ। ଠାକୁରଙ୍କୁ କେବେ କିଛି ମାଗି ନଥିବା ଚିତ୍ତରଞ୍ଜନଙ୍କର ପରୀକ୍ଷା ନେବାକୁ ଲାଗିଲେ ଦେବଦେବ ମହାଦେବ। ବାଟରେ ସାଙ୍ଗମାନଙ୍କ ସହ ପାଣି ଭାର ନେଇ ଗଲାବେଳେ ଚିତ୍ତରଞ୍ଜନଙ୍କୁ ଦୁଇ ଲାଗିଲା। ଅସମ୍ଭାଳ କରି ପକାଇଲା ପେଟ। ମନ ହେଉଥିଲା ପାଣି ଭାରଟି ଥୋଇଦେଇ ହୁଡ଼ା ଆରପଟକୁ ପଳାଇବା ପାଇଁ। କିନ୍ତୁ ଚିତ୍ତରଞ୍ଜନ ସମ୍ଭାଳି ନେଲେ। ସାଥିରେ ଅନେକ କାଉଡ଼ିଆ ଭାଇମାନେ ଯାଉଥାନ୍ତି। ସମସ୍ତିଙ୍କର ଗୋଟିଏ ଲକ୍ଷ୍ୟ ସନ୍ଧ୍ୟା ପୂର୍ବରୁ ଗୋପରେ ପହଞ୍ଚିବା। ତେଣୁ ସମସ୍ତେ ବୋଲ ବମ୍, ହରହର ବମ୍, ଭୋଲେ ବାବା ପାର କରେଇବା, ଜଟିଆ ବାବା ପାର କରେଇବା, ଭୋଲେ ବାବା ପାର କରେଗା, ଜଟିଆ ବାବା ପାର କରେଗା କହି ମାଡ଼ି ଚାଲିଥାନ୍ତି। ନିମାପଡ଼ା ଗୋପ ରୋଡ ଟଚ୍ କଲା ପରେ ଆଉ ସମ୍ଭାଳି ପାରିଲେନି ଚିତ୍ତରଞ୍ଜନ। ତେଣୁ ମନସ୍ଥ କଲେ କିଛି ସମୟ ନିମାପଡ଼ା ଛକରେ ଅଟକିବେ। ନିମାପଡ଼ା ଛକରେ ପାଣି ଭାରଟି ରଖି ଚିତ୍ତରଞ୍ଜନ ଦୁଇ କାମଟି ସାରି ପୁଣି ନିଜ ପାଣି ଭାରଟି ଧରି ଆଗକୁ ଚାଲିଲେ। ସେତେବେଳକୁ ତାଙ୍କ ସାଙ୍ଗରେ ଆସିଥିବା କାଉଡ଼ିଆ ଭାଇମାନେ ଅନେକ ଦୂର ଚାଲିଗଲେଣି। ଚିତ୍ତରଞ୍ଜନ ବାବୁଙ୍କୁ ହାଲିଆ ଲାଗିଲା। ଏତେ ବର୍ଷ ପାଣି ନେବା କାଳରେ ଏମିତି କେବେ ହେଲେ ତାଙ୍କୁ ଲାଗିନଥିଲା। କିନ୍ତୁ ଆଜି କାହିଁକି ଏମିତି କଷ୍ଟ ଲାଗୁଛି। ସତେ ଯେମିତି ପାଣି ଭାର ବୋହିବା ପାଇଁ ତାଙ୍କ ଦେହରେ ବଳ ନାହିଁ। ତେଣୁ ସେ ବାବା ଲୋକନାଥଙ୍କୁ ମନେ ମନେ ସ୍ମରଣ କଲେ ଓ ଡାକିଲେ। ଆଉ ଆଗକୁ ଚାଲିଲେ। ସନ୍ଧ୍ୟା ହୋଇ ଆସୁଥାଏ। ଚିତ୍ତରଞ୍ଜନ ବାବୁଙ୍କ ସାଙ୍ଗରେ ଆସିଥିବା ସାଥୀମାନେ ଗୋପରେ ପହଞ୍ଚି ସାରିଥିଲେ। ଏପଟେ ଚିତ୍ତରଞ୍ଜନ ବାବୁ କଷ୍ଟେ ମଷ୍ଟେ ଆସି ଗୋପ ଛକରେ ସେହି ଆଶ୍ରୟ ସ୍ଥଳରେ ପହଞ୍ଚିଗଲେ। ସେଠାରେ ସେ 3 ଘଣ୍ଟା କାଳ ବିଶ୍ରାମ ନେଲେ। ଏତେ ବର୍ଷ କାଳ ପାଣି ଭାର ଉଠାଇଥିଲେ ମଧ୍ୟ ଏ ବର୍ଷ ଯେଉଁ ଯନ୍ତ୍ରଣା ତାଙ୍କୁ ଅନୁଭୂତ ହୋଇଥିଲା ତାହା କେବେ ହେଲେ ଘଟିନଥିଲା ତାଙ୍କ ସହ। 3 ଘଣ୍ଟା ବିଶ୍ରାମ ନେଲା ପରେ ପୁଣି ସମସ୍ତେ ନିଜ ନିଜ ପାଣି ଭାର ଧରି ରାତ୍ରିର ଝିପି ଝିପି ବରଷାରେ ଆଗେଇ ଚାଲିଲେ ଲୋକନାଥଙ୍କ ମନ୍ଦିର ଅଭିମୁଖେ। ଗୋଟିଏ ପରୀକ୍ଷାରେ ପାସ୍ କରିଗଲେ ଚିତ୍ତରଞ୍ଜନ। ଚିତ୍ତରଞ୍ଜନ ବାବୁ କଷ୍ଟ ହୋଇଥିଲେ ମଧ୍ୟ କାନ୍ଧରୁ ପାଣି ଭାର ଓହ୍ଲାଇ ନଥିଲେ। ଆଉ ଯଦି କାନ୍ଧରୁ ପାଣି ଭାର ଓହ୍ଲାଇଥାନ୍ତେ ତେବେ ତାଙ୍କର ସଂକଳ୍ପ ଭାଙ୍ଗି ଯାଇଥାନ୍ତା। ଲୋକନାଥଙ୍କ ବୋଲ ବମ୍, ହରହର ବମ୍,
जटिया बाबा पार करेगा कही आगे चलिले। राति गोटे हेब, चारिआडे सुनसान, केवल बोलबम भक्त मानकर पानी नहीं जिबा देखिबाकू मिलुथाए रास्तारे। हठात वर्षा जोर रे हेबाकू लागिला, ता सांगकू बिजुली घड़घड़ी मारिला। तथापि पानी नहीं जाउथिबा भक्त माने अटकी नथिले। चित्तरंजन बाबू मध्य तांको सह चलीथिले। से आगरू अनेक थर एभली घटना को सामना करिसंती, तेणु तांको मनरे भय नथिला। जदि भय थिला केवल गोटिए कथा, तांको भारी हालिया लागुथाए आउ दुर्बल लागुथाए। तापरे आगरे जहा देखिले समस्ते डरी थरहर होइगले। निछाठिया निर्जन रास्तारे दुई पटे गछपत्र, तुहाकू तुहा वर्षा छेचुची, बिजुली घड़घड़ी मारुथि। एही समयरे दुईटी विशाल कला षंढ मुंड पकापकी होई लड़ुछंती ठीक रास्तार मझिरे। दुईटी षंढ लड़ालड़ी हेउछंती रास्तार मझिरे। षंढ लड़ाई को देखी काउड़िया भक्त माने समस्ते अटकी गले। कौन करिवे, केमिति जीवे? अनेक चेष्टा कले किंतु फल किछि हेला नाही। जदि समय एइठारे गड़ी जाए तेबे लोकनाथंक पीठरे पहुँचीबा तांकर डेरी होई जिवो। आउ डेरी होई गले लोकनाथ पीठरे असंभाल गहली हुए। तेणु निरुपाय होई समस्ते किछि समय सेही दुईटी षंढ केमिति लड़ू थांती रास्ता उपरे ताकू देखिबाकू लागिले। दुईटी षंढ जेमिति लड़ू थांती रास्ता उपरे बाट पूरापूरी बंद हो जाई थाए। एतिकी बेले चित्तरंजन बाबू गोटिए बुद्धि चिंता कले। कहिले, भाई माने प्रभु लोकनाथंकू डाक, से एही विपदरू आमको उद्धार करिवे, आउ से ही आमको आगको जीवा पाई रास्ता देखाइबे। तेणु जल्दी जल्दी बाबांक मंदिर रे पहुँचीबाकू हेले सकाळु सकाळु बाबा लोकनाथंकू डाकंतु, विनम्र होई डाकंतु, भक्ति चित्तरे तांकू डाकंतु, नहले जाई परिबा नहीं आमे माने आगकू। तेणु समस्ते लोकनाथंकू एकाग्र चित्तरे डाकिले। बाबा लोकनाथ आमको सहाय हो, बाबा लोकनाथ आमको सहाय हो, प्रभु आमको रक्षा कर, ए विपदरू आमको रक्षा कर, प्रभु लोकनाथ ए विपदरू आमको रक्षा कर। बोल बम, हर हर बम, ओम नमः शिवाय, ओम नमः शिवाय, ओम नमः शिवाय कही उच्चारण कले समस्ते। आउ तापरे जहा हेला ताकू देखी समस्ते आश्चर्य होइगले एवं लोकनाथ तांकर डाक सुनिले बोली जानी पारिले। दुईटी षंढ लड़ुथिबा बेले सही समयरे आउ गोटिए षंढ केउ आडू आसी पशिगला तांक भितरे। आउ सही अन्य षंढटी को देखी दुईटी कालिया षंढ जे जुआड़े छिन्छत्र होई बिल आड़े दौड़ी पलाई गले। लड़ई छाड़ी दुईटी षंढ जे जुआड़े बिल आड़े दौड़ी चली गले। मन भितरे भक्ति और विश्वास बढ़ीगला चित्तरंजनंकर। अन्य काउड़िया भाई माने ओम नमः शिवाय, जय भोलेनाथ कही कंपाई देले एही अंचल को। आउ समस्ते उत्साह उद्दीपना सहित माडी चलिले बाबा लोकनाथंक पीठ आड़क। शेषरे समस्ते जाई लोकनाथंक पीठरे भोरु भोरु पहुंची गले। सकाळु सकाळु महादेवंक मस्तकरे पानी ढाइला बेले प्रभु लोकनाथ चित्तरंजनंकु लिंग भितरु देखा देले। गोटिए नाग साप लिंगरे गुड़ेई होई थिबार चित्तरंजन बाबू देखिबाकू पाइले। पूजारी कहिले, ठाकुर तुम मनर कथा शुणी नेइचंती, ताहा निश्चित पूरण हेब। 2020 मसीहा फेब्रुआरी मासरे चित्तरंजनंकर गोटिए पुओ होइथिला। देवदेव महादेवंक कृपारु चित्तरंजन बाबू जो मानसिक करिथिले ताहा महादेव पूरण करिथिले। आउ तांकर गोटिए पुओ होइथिला। पुओटिए पाइथिले चित्तरंजन बाबू एवं अत्यंत खुशी होई जाइथिले। तेणु कथा मुताबक
2000 ମସିହା ଶ୍ରାବଣ ମାସରେ ସ୍ୱାମୀ ସ୍ତ୍ରୀ ଉଭୟ 2 ଜଣ ପ୍ରାଚୀ ନଦୀରୁ ପାଣି ଉଠାଇ ପୁରୀ ଲୋକନାଥଙ୍କ ମସ୍ତକରେ ଢାଳିଥିଲେ। ଦର୍ଶକ ବନ୍ଧୁ, ଯଦି ଆପଣମାନଙ୍କୁ ଦେବଦେବ ମହାଦେବଙ୍କର ଏହି ମହିମା ଭିଡ଼ିଓଟି ଭଲ ଲାଗିଥାଏ ଏବଂ ଆଶ୍ଚର୍ଯ୍ୟ କଲା ଭଳି ଏହି ଘଟଣା ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ ଓମ୍ ନମଃ ଶିବାୟ, ଓମ୍ ନମଃ ଶିବାୟ, ଓମ୍ ନମଃ ଶିବାୟ। ଆଉ ଯଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଆପଣଙ୍କ ଅନୁରୋଧ ଜୟ ଗୋପୀନାଥ ଟିଭିକୁ ସବସ୍କ୍ରାଇବ୍ କରି ଆମ ସହିତ ଯୋଡ଼ି ହୋଇଯାଆନ୍ତୁ। ଆପଣଙ୍କ ଦିନଟି ମଙ୍ଗଳମୟ ହେଉ। ଓମ୍ ନମଃ ଶିବାୟ। ଜୟ ଜଗନ୍ନାଥ।